ଶ୍ରୀ ଗୁରବେ ନମଃ। हे मोर जिज्ञासु श्रोताबंधु, आपण मैंने अवश्य अवगत अछंती जे आसंता मे मास 15 तारीख रे देवगुरु बृहस्पति निज आसन छाड़े, वृष छाड़े, मिथुन को आसवे। तेणु बृहस्पति चलन हम एटा शुणला मात्रे जानला मात्रे समस्ते बुझापी चेष्टा करेंगे मो राशि प्रति तांकर दया अच्छी तो जेहेतु से मिथुन को जीवे तेणु सिंह राशि प्रति टिके अधिक दया करेंगे। एकादश हेबे बृहस्पति सिंह राशि पाई से क्रम पड़े आइले तुला पाई नवम, धनु पाई सप्तम, कुंभ पाई पंचम ओ मेष पाई भूला तृतीय हेले वृष मिथुन, वृष पाई द्वितीय हेले बृहस्पति द्वितीय, पंचम, सप्तम, नवम और एकादश हेले शुभ फल दे था। आशीर्वाद पड़ी थाए, जनता उपकृत हुए। खाली जनता नु सब प्राणी प्रसन्न होती। ये तो गला साधारण कथा। यदि बृहस्पति जातक भल जगार थे ताहले ये फलटा भल हम। यह व्यतीत बृहस्पति चलन समय चंद्र शुभ थिबारु तांकर शुभ दृष्टि पड़िवो मिथुन, कर्कट, कन्या, मकर और मीन राशि प्रति। एमान प्रति शुभ दृष्टि पड़िवो। शुभ दृष्टि पड़ले केतेबेले केमती दया करिवे। जदि जातक बृहस्पति केन्द्राधिपति नुहंती, जदि बृहस्पति केन्द्राधिपति नुहंती तेबे आमको बृहस्पति कल्याण करिवे। आम जातक जदि बृहस्पति लग्न, चतुर्थ, सप्तम और दशमर मालिक बृहस्पति घर कोटा धनु आ मीन, जातक यही दी घर लग्न, चतुर्थ, सप्तम और दशम होता है ताहले बृहस्पति हेंगले केन्द्राधिपति। से निश्चेष्ट किछि कल्याण करिवेनी, खाली दारू भूत मुरारी। जदि से केन्द्राधिपति नुहंती किंतु केन्द्र रे अछंती बा केन्द्र को देखुचंता भल फल देवे। बृहस्पति जेउठी रहिबे से स्थान पंचम, सप्तम, नवम को शुभ दृष्टि देवे। जदि जातक बृहस्पति मित्र घरे, निज घरे थांती, मित्र हेले अति मित्र, अधिमित्र, प्रिय मित्र, इंटीमेट फ्रेंड, अंतरंग बंधु मंगल। जदि बृहस्पति जातक मंगल सह थांती कि मंगल दृष्टि थांती ताहले से बहुत बढ़िया फल दे थांती। बृहस्पति उच्च स्थान हेले कर्कट, केन्द्राधिपति न होई यदि कर्कट रे थिबे
ତାହେଲେ ସେ ଅବଶ୍ୟ ବହୁ କରୁଣା କରିବେ। ମେଷ, ବିଛା, ଧନୁ, ମୀନ, କର୍କଟ ଓ ସିଂହରେ ଯଦି ବୃହସ୍ପତି ଥିବେ ତାହେଲେ ଆପଣ ନିଶ୍ଚିତ ଏହି ଗୁରୁଙ୍କର ଆଶୀର୍ବାଦ ନେବେ। ଦେବତାନାଂ ଋଷିଣାଂ ଚ ଗୁରୁମ୍, ସେ ହେଲେ ଦେବତାମାନଙ୍କର ଗୁରୁ ଓ ଋଷିମାନଙ୍କର ଗୁରୁ। ଦେବତାନାଂ ଋଷିଣାଂ ଚ ଗୁରୁମ୍, ତାଙ୍କ ରୂପ ହେଲା ସୁନା ଭଳିଆ, କନକ ଭଳିଆ। କନକ ଅର୍ଥ ସୁନା। କନକ ସନ୍ନିଭମ୍, କନକ ମାନେ ସୁନା ଭଳି ତାଙ୍କର ହଳଦିଆ କାନ୍ତି। ଦେଖିବାକୁ ସେ ଗୋରା ତାକ୍ ତାକ୍, ଗୋରା ତାକ୍ ତାକ୍। ଦେବତାନାଂ ଋଷିଣାଂ ଚ ଗୁରୁଂ କନକ ସନ୍ନିଭଂ, ତେଣୁ ତାଙ୍କୁ ମୁଁ ବନ୍ଦନା କରୁଛି, ବନ୍ଦେ ଭକ୍ତ୍ୟା। ଆଉ ସିଏ ହେଲେ ତ୍ରିଲୋକେଶ, ତିନି ସ୍ୱର୍ଗ ମର୍ତ୍ତ୍ୟ ପାତାଳର ଈଶ, ମାଲିକ। ସୁତରାଂ ଏହି ବୃହସ୍ପତି ଯଦି ଭଲ ଜାଗାରେ ଥିବେ ଏବଂ ଆପଣମାନଙ୍କର ବିଶେଷ କରି ସିଂହ, ତୁଳା, ଧନୁ, କୁମ୍ଭ ଓ ବୃଷ ରାଶି ହେଇଥିବ ତାହେଲେ ଆପଣମାନେ ଶତକଡ଼ା 100 ଭଲ ଫଳ ପାଇବେ। ତା ଛଡ଼ା ତାଙ୍କ ଦୃଷ୍ଟିରେ ଶୁଭ ଦୃଷ୍ଟି ପଡ଼ୁଥିବାରୁ ମିଥୁନ, କର୍କଟ, କନ୍ୟା, ମକର, ମୀନ ରାଶିର ହୋଇଥିଲେ ଟିକେ କଲ୍ୟାଣ ପାଇବେ। ଆଜି ଆମେ ଆଲୋଚନା କରିବା ବୃହସ୍ପତିଙ୍କର ମେଷ ରାଶି ପ୍ରତି କେତେ କରୁଣା ଅଛି। ଯଦି ଆପଣଙ୍କର ଅଶ୍ୱିନୀ ମେଷ, ଦ୍ୱିତୀୟ ବୃହସ୍ପତି ହେବେ, ଯିବେ ଦ୍ୱିତୀୟ ଧନ ଧାନ୍ୟ ଭୋଗୀ। ଜୀବ ବୋଇଲେ ବୃହସ୍ପତି, ସେ ଦ୍ୱିତୀୟ ହେଲେ ଧନ ଧାନ୍ୟ, ଧନ ବୁଝୁଛନ୍ତି ତ, ଟଙ୍କା ପଇସା, ସୁନା ରୂପା, ହୀରା ଲୀଳା, ମୋତି ମାଣିକ୍ୟ, ବୈଡୂର୍ଯ୍ୟ, ପଦ୍ମରାଗ, ଇନ୍ଦ୍ରନୀଳ ଇତ୍ୟାଦି ଇତ୍ୟାଦି ଇତ୍ୟାଦି। ଧାନ୍ୟ ବୋଇଲେ ଶସ୍ୟ, ଧାନ, ମୁଗ, ବିରି, କୋଳଥ, ମାଣ୍ଡିଆ, ଗହମ ଇତ୍ୟାଦି ଇତ୍ୟାଦି। ଧନ ଧାନ୍ୟରେ ସେ ଭରପୁର କରିଦିଅନ୍ତି। ତେଣୁ ମେଷ ରାଶିର ବନ୍ଧୁମାନେ ଏଇଭଳି ସୁଖ ଅବଶ୍ୟ ପାଇବେ। ଯଦି ଅଶ୍ୱିନ ମେଷ ତେବେ ସେମାନେ ଧାନ୍ୟ, ରତ୍ନ, ଭୂମି, ବିଦ୍ୟା ଇତ୍ୟାଦି ଲାଭ କରିବେ। ଏବେ ଟିକେ ଅର୍ଥ କରିବା। ଧାନ୍ୟ ଅର୍ଥ ବିବିଧ ଶସ୍ୟ, ରତ୍ନ ବୋଲନ୍ତେ କହିଲି ହୀରାଲୀଳା ପ୍ରଭୃତି, ଟଙ୍କା ପଇସା ପ୍ରଭୃତି। ଆଉ ବିଦ୍ୟା ବୋଲନ୍ତେ ଶିକ୍ଷା, ବୁଦ୍ଧି, ବିବେକ, ଜ୍ଞାନ, ବିଚାରଧାରା, ସନ୍ତାନ, ପୁଅ ଝିଅ। ଗୋ ବୋଇଲେ ପଶୁ ସମ୍ପତ୍ତି। ଆମର ଆୟ ଓ ରୋଜଗାର ଅନୁଯାୟୀ ଆମେ ଧନର ବିନିଯୋଗ କରିଥାଉ। ଏହି ଆୟ ବା ରୋଜଗାର ହିଁ ବଢ଼ିଯାଏ। ବୃହସ୍ପତି ଦ୍ୱିତୀୟ ହେଲେ ଅଶ୍ୱିନ ମେଷ ପାଇଁ ଶୁଭ ସମ୍ବାଦ। ଏହି ଧନ ବିବିଧ ଉପାୟରେ ଅଶ୍ୱିନ ନକ୍ଷତ୍ର ମେଷ ରାଶିକୁ ଯଥେଷ୍ଟ ବେଶୀ ଲାଭ ହେବ। କୃଷକର ଭଲ ଶସ୍ୟ ହେବ। ଗୋଠରେ ପଶୁ ସମ୍ପତ୍ତି ବଢ଼ିଯିବେ। ଯୋଗ୍ୟ ସନ୍ତାନ ରୋଜଗାରକ୍ଷମ ହେବେ, ଯେଉଁଥିରେ କି ଅର୍ଥ ହାତକୁ ପ୍ରବଳ ଆସିବ, ସୁଖ ଶାନ୍ତି ବଢ଼ିଯିବ। ତେଣୁ ଅଶ୍ୱିନ ନକ୍ଷତ୍ର ବ୍ୟକ୍ତିମାନଙ୍କର ଅସୁବିଧା କିଛି ହେବନି। ଶତକଡ଼ା 100 ସେ ଭଲ ଫଳ ପାଇବେ ଯଦି ଜାତକରେ ବୃହସ୍ପତି ଭଲ ଜାଗାରେ ଥିବେ। ତାହେଲେ ଫଳ ଶତକଡ଼ା 100 ହେବ। ଯଦି ଭଲ ଜାଗାରେ ନଥିବେ ତାହେଲେ ଏ ଫଳ ଶତକଡ଼ା 100 ନ ହୋଇ କିଛି କମିଯିବ। ଦେଖିବା ଦ୍ୱିଜା ମେଷ କ'ଣ ଫଳ ପାଇଲା।
ମେଷକୁ ସେ ଧନ ସମ୍ପତ୍ତି ଦେବେ, ଏକଥା ଶାସ୍ତ୍ରୀୟ ବାଣୀ। କିନ୍ତୁ ଯେହେତୁ ତାଙ୍କ ଚଳନ ସମୟର ନକ୍ଷତ୍ର ଆଉ ରାଶି ନକ୍ଷତ୍ର ଏସବୁକୁ ନେଇ ବିଚାର କରାଯାଉଛି, ତେଣୁ ଦ୍ୱିଜା ମେଷ ପାଇଁ ଟିକେ ଭଲ ଖବର ନୁହଁ। ରକ୍ତପାତ ହେବ, ବିଭିନ୍ନ କାରଣରୁ ଦେହରୁ ରକ୍ତ ବାହାରିଯିବା ଭଳି ଦୁର୍ଯୋଗ ଉପସ୍ଥିତ ହେବ। ଗୋଟେ ରୋଗ ଅର୍ଶ, ଏ ରୋଗ ହେତୁ ଦେହରୁ ରକ୍ତ ପ୍ରାୟ ବହିର୍ଗତ ହୋଇଥାଏ। ହାତ ଗୋଡ଼ କଟିଯିବା, ଝୁଣ୍ଟିବା, ବ୍ୟକ୍ତି ଖଣ୍ଡିଆ ଖାବରା ହେବା, ଧକ୍କା ହେବା, ବାଟରେ ପଡ଼ିଯିବା, କାଛୁ ବ୍ରଣ ବ୍ରଥ ଆଦି ହେଲେ ଦେହରୁ ରକ୍ତ ଯିବା, ଏସବୁ ବିଭିନ୍ନ ପ୍ରକାର ସମସ୍ୟା ହେବ। ଝଗଡ଼ା ଝାଟିରେ ମାଲପିଟିରୁ ମୁଣ୍ଡ ଫାଟିଗଲେ ରକ୍ତ ଯିବ, ଦୁର୍ଘଟଣା ଜନିତ ରକ୍ତ ବାହାରିଯିବ। ଏହା ଜାଣି ମାନେ ଅଶ୍ୱିନ ଦ୍ୱିଜା ନକ୍ଷତ୍ର ପାଇଁ ରକ୍ତପାତ, କୌଣସି ନା କୌଣସି କାରଣରୁ ଦେହରୁ ରକ୍ତ ଝରିବ, ରକ୍ତଗତ ରୋଗ ହେବ, ଅର୍ଥାତ୍ ରକ୍ତଚାପ ବଢ଼ିଯିବ। ତେଣୁ ଆମେ ଜାଣିଗଲା ଆଜିଠୁ, ଏହା ଜାଣି ଯଦି ହନୁମାନଙ୍କର ଶରଣାପନ୍ନ ହେବା ଏବଂ ହନୁମାନଙ୍କର ଚାଳିଶା ପଢ଼ିବା, ତାଙ୍କ ସିନ୍ଦୁର ଆଣି ମଥାରେ ମାରିବା, ତାହେଲେ ସ୍ଥିର ମନରେ ହନୁମାନଙ୍କ ମନ୍ଦିରରେ ହେଉ ବା ନିଜ ଘରେ ହେଉ ଆଗେ ରାମ ରାମ ଜପି ପରେ ହନୁମାନଙ୍କୁ ପ୍ରାର୍ଥନା କରିବା, ତାହେଲେ ହୁଏତ ସେ ରକ୍ଷା କରିପାରନ୍ତି। ଆମର ଭକ୍ତି ବିଶ୍ୱାସ ଶ୍ରଦ୍ଧା ଉପରେ ଈଶ୍ୱର କଲ୍ୟାଣ କରନ୍ତି। ମନ୍ତ୍ରଟି ଜପିବେ, ଚେଷ୍ଟା କରିବେ 108 ଥର, ନହେଲେ ଅଧା 54 ଥର, ନହେଲେ 27 ଥର, 21 ଥର ଇତ୍ୟାଦି ଜପିବେ। ଓಂ ହଂ ହନୁମତେ ରୁଦ୍ରାତ୍ମକାୟ ହୁಂ ଫଟ ସ୍ୱାହା। ଓಂ ହଂ ହନୁମତେ ରୁଦ୍ରାତ୍ମକାୟ ହୁଁ ଫଟ ସ୍ୱାହା, ଏହି ମନ୍ତ୍ରଟିକୁ ଜପିବେ ସ୍ଥିର ମନରେ। ଏବେଠୁ ଅଭ୍ୟାସ କରିଦିଅନ୍ତୁ। ଯଦି ଆମର ଭକ୍ତି ଶ୍ରଦ୍ଧାରେ ଏ ମନ୍ତ୍ର ପାଠ ହୁଏ, ତେବେ ହନୁମାନ ଅବଶ୍ୟ ଦୟା କରିବେ। କିନ୍ତୁ ମନ୍ତ୍ର ପଢ଼ିବା ପୂର୍ବରୁ ଟିକେ ରାମ ନାମ ଜପିବା, ରାମ 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 ଏମିତି ଜପିବା, ମନ୍ତ୍ର ପାଠ ପରେ ବି ଜପିବା, ହେଲେ ପ୍ରଭୁଙ୍କର କଲ୍ୟାଣ ପାଇବା। ଅଶ୍ୱିନ ମାସ ଗଲା, ଦ୍ୱିଜା ମାସ ଗଲା, କୃତ୍ତିକା ମାସ। କୃତ୍ତିକା ମାସର ଫଳ ବି ଅଶ୍ୱିନ ମାସ ଭଳି, ମାନେ କେବଳ ଦ୍ୱିଜା ମାସ ପାଇଁ ଟିକେ ସମସ୍ୟା ହେଲା। ଅଶ୍ୱିନ ମାସରେ ଯେମିତି ଧନ ଧାନ୍ୟ ବୃଦ୍ଧି ହେବ, ବିଭିନ୍ନ ଉପାୟରୁ ହାତକୁ ଘରକୁ ଧନ ଆସିବ, ସେମିତି କୃତ୍ତିକା ମାସ ପାଇଁ ମଧ୍ୟ ଧନ ଆସିବ। ପିଲାମାନେ ରୋଜଗାରକ୍ଷମ ହେବେ, ଚାଷୀଙ୍କର ଶସ୍ୟ ବଢ଼ିଆ ହେବ, ଭୂମି ଆମର ଉଦ୍ୟାନ କୃଷି ବଢ଼ିଆ ହେବ। ଯେଉଁମାନେ ମତ୍ସ୍ୟ ଚାଷ କରିବେ ମାଛ ବି ଭଲ ହେବେ, ଗୋ ଚାଷ କରିବେ ଗାଈମାନେ ଭଲ କ୍ଷୀର ଦେବେ। ଭଲ ଜାଗାରୁ ଆମରଙ୍କର ବନ୍ଧୁ ସମ୍ପର୍କ ସ୍ଥାପିତ ହେବ, ଘରକୁ ଧନ ଆସିବ, ରୋଜଗାର କ୍ଷମା। ଆମ ପତ୍ନୀ ବି ଚାକିରି ପାଇଯାଇପାରନ୍ତି, ପୁଅ ଝିଅ ଚାକିରି ପାଇପାରିବେ, ଭଲ ଶସ୍ୟ ହେବ। ଆମେ ଯଦି ଚାକିରି କରିଥିବା ଆମର ପ୍ରମୋସନ୍ ହେବ, ଏଗ୍ଜାମ୍ ମିଳିଯିବ। ମାନେ ଯେକୌଣସି ପ୍ରକାରରେ ବି ଘରକୁ ଧନ ଆସିବ। କାହାର? କୃତ୍ତିକା ମେଷର। ଯଦି ଜାତକରେ ଭଲ ଜାଗାରେ ବୃହସ୍ପତି ଥାନ୍ତି, ତାହେଲେ ସେ ଅବଶ୍ୟ ଭଲ ଫଳ ଦେବେ। ଧନ ଧାନ୍ୟ, ଧନ ତ କହିଲି ଆପଣଙ୍କୁ, ଧାନ୍ୟ ବି କହିଲି। ନିଶ୍ଚିତ ଭାବରେ ଏହା ଧ୍ରୁବ ସତ୍ୟ। ବୃହସ୍ପତି ମେଷ ରାଶିକୁ ବିବିଧ ଧନ ବିଭିନ୍ନ ଉପାୟରେ ଭିନ୍ନ ଭିନ୍ନ ସମୟରେ ଦେବେ। ଇଏ ବୃହସ୍ପତିଙ୍କର ସ୍ଥିତି 13 ମାସ ନୁହେଁ, କମ୍ ଦିନ। କାଲି କହିବି ଯଦି ସୁଯୋଗ ମିଳେ। ବୃହସ୍ପତି 3 ଥର ଚେଞ୍ଜ ହେବେ। ଏବେ ଗଲେ ପୁନର୍ବସୁ ମିଥୁନକୁ, ତାପରେ ଯିବେ ପୁନର୍ବସୁ କର୍କଟକୁ, ତାପରେ ପୁଣି ଫେରିବେ ମିଥୁନକୁ। ତେଣୁ ବୃହସ୍ପତିଙ୍କର ଏଇ ଯେଉଁ କଲ୍ୟାଣଟା କମ୍ ଦିନ। ରହିଲି ବନ୍ଧୁ, ଆଜି ଏତିକି। ଯଦି ଈଶ୍ୱର ଚାହିଁବେ ଆସନ୍ତାକାଲି ମଧ୍ୟ ମୁଁ କିଛି କହିବି। ରହିଲି, ନମସ୍କାର।